ଦର୍ଶକ ବନ୍ଧୁ, ମୁଁ ପୂର୍ବ ଭିଡ଼ିଓ ମାନଙ୍କରେ ତିନି ଜାତିର ନାରୀଙ୍କର ଲକ୍ଷଣ ବିଷୟରେ କହିଥିଲି। ପଦ୍ମିନୀ, ଚିତ୍ରିଣୀ, ଶଙ୍ଖିନୀ ବିଷୟରେ। ଆଜି ଚତୁର୍ଥ ନାରୀ ହସ୍ତିନୀ ନାରୀଙ୍କ ଲକ୍ଷଣ ବିଷୟରେ କହିବାକୁ ଯାଉଛି। ମନ ଦେଇକି ଶୁଣନ୍ତୁ। ଏହି ନାରୀ ପ୍ରାୟ ସବୁଆଡ଼େ ଦେଖାଯାଆନ୍ତି। ଏହି ନାରୀଙ୍କ ଲକ୍ଷଣ ହେଲା ସେ ସଦା ସର୍ବଦା କାମତୁରା ଅଟନ୍ତି। ତାଙ୍କର ଦେହ ସ୍ଥୂଳ ଅର୍ଥାତ୍ ମୋଟା ଅଟେ। ନୟନ ମଧ୍ୟ ବହ୍ନି ପରି ଅର୍ଥାତ୍ ଅଗ୍ନି ପରି ଲୋହିତ ବର୍ଣ୍ଣ ହେଇଥାଏ। କେଶ ମୁଣ୍ଡରେ ପ୍ରାୟ କମ୍ ଥାଏ। ସ୍ତନଜୟ କଠିନ ଓ ବଡ଼ ମଧ୍ୟ ହେଇଥାଏ। ନାସାରନ୍ଧ୍ର ବଡ଼ ମଧ୍ୟ ହେଇଥାଏ ଏବଂ ତାହା ଦେହରେ ସର୍ବଦା ମଦଗନ୍ଧ ଅନୁଭୂତ ହେଉଥାଏ। ହସ୍ତିନୀ ନାରୀ ସର୍ବଦା କାମାନଳରେ ଦଗ୍ଧୀଭୂତ ଓ ରୋମାଞ୍ଚିତ ଥାଏ। ହସ୍ତିନୀ ରମଣୀର ଶରୀର ବର୍ଣ୍ଣ କୃଷ୍ଣବର୍ଣ୍ଣ ଓ ବହୁ ଲୋମଯୁକ୍ତ ମଧ୍ୟ ହେଇଥାଏ ଏବଂ ନାକ ଅଧିକ ବଡ଼ ମଧ୍ୟ ହେଇଥାଏ। ଛୋଟ ନାକ ମଧ୍ୟ ଥାଏ। ସେମାନଙ୍କର କାମତୁର ଏବଂ କ୍ରୂର ପ୍ରକୃତି ଅଟନ୍ତି। ଯେଉଁ ରମଣୀର ଅଧର ସ୍ଥୂଳ ଅର୍ଥାତ୍ ମୋଟା, ସ୍ତନଦ୍ୱୟ ଓ କଟିଦେଶ ଚଉଡ଼ା ଏବଂ ଯେଉଁ ନାରୀ ନିରନ୍ତର କାମତୁରା ହୋଇ ରହିଥାନ୍ତି, ସେହି ରମଣୀକୁ ହସ୍ତିନୀ ନାରୀ ବୋଲି ଆମେ ଜାଣିବା। ଏହି ନାରୀମାନେ ପର ପୁରୁଷ ସହିତ ବିହାର କରିବାକୁ ଭଲ ପାଆନ୍ତି। ଏହି ନାରୀଙ୍କ ହସ୍ତିନୀ ବୋଲି ଆମେ ଜାଣିପାରିବା। ଆଜିକାଲି ତ ପ୍ରାୟ ସବୁଆଡ଼େ ଏଇ ହସ୍ତିନୀ ନାରୀମାନଙ୍କୁ ଆମେ ଦେଖିବାକୁ ପାଇବା। ଦର୍ଶକ ବନ୍ଧୁ, ଯଦି ଟିପ୍ସ ଗୁଡ଼ିକ ଭଲ ଲାଗିଥାଏ ତାହେଲେ ଲାଇକ୍ କରିବେ, ସାଙ୍ଗମାନଙ୍କୁ ସେୟାର କରିବେ ଏବଂ ଯଦି ନୂଆ ହେଇଥାନ୍ତି ତାହେଲେ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।